ଆସନ୍ତୁ ଗୋଟେ ମୌଳିକ ସମସ୍ୟା ବିଷୟରେ ଚିନ୍ତା କରିବା ଯାହାକୁ ପ୍ରତ୍ୟେକ ବହୁକୋଷୀ ଜୀବ ସାମ୍ନା କରେ। ତାହା ହେଲା ନିଜ ଶରୀରର କୋଣ ଅନୁକୋଣରେ ଥିବା ପ୍ରତିଟି କୋଷ ପାଖରେ ଜରୁରୀ ଜିନିଷ ଯେମିତିକି ପାଣି ଆଉ ଖାଦ୍ୟ କେମିତି ପହଞ୍ଚାଇବ। ଏହା ଦେଖିବାକୁ ଯେତେ ସାଧାରଣ ଲାଗୁଛି ବାସ୍ତବରେ ଏହା ପ୍ରକୃତିର ସବୁଠୁ ବଡ଼ ଇଞ୍ଜିନିୟରିଂ ସମସ୍ୟା ମଧ୍ୟରୁ ଗୋଟିଏ। ଆଜି ଆମେ ଦେଖିବା କିପରି ଗୋଟିଏ ଗଛ ଆଉ ଜଣେ ମଣିଷ ଦୁହେଁ ହିଁ ସମସ୍ୟାର ସମାଧାନ ନିଜ ନିଜ ଢଙ୍ଗରେ ବାହାର କରିଛନ୍ତି। ତେବେ ଚାଲନ୍ତୁ ଏହି ବିଷୟ ଭିତରକୁ ଟିକେ ଗଭୀରକୁ ଯିବା। ଦେଖନ୍ତୁ, ଶରୀର ଭିତରର ପରିବହନ କେବଳ ବହିରେ ପଢ଼ୁଥିବା ଗୋଟେ ନିରସ ଜୈବିକ ପ୍ରକ୍ରିୟା ନୁହେଁ। ଏହା ବଞ୍ଚିବା ଓ ବଢ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସମସ୍ୟା। ଏମିତି କଳ୍ପନା କରନ୍ତୁ ଯେମିତି ଗୋଟେ ବିଶାଳ ସହରର ପ୍ରତିଟି ଘର ପାଖରେ ଠିକ୍ ସମୟରେ ପାଣି, ଖାଦ୍ୟ ଆଉ ବିଜୁଳି ପହଞ୍ଚାଇବାକୁ ପଡ଼ିବ। ଜୀବନ ପାଇଁ ଏହି କାମଟା ଠିକ୍ ସେତିକି ହିଁ ଜଟିଳ। ଆମ ଆଜିର ଯାତ୍ରା ଆରମ୍ଭ ହେଉଛି ଏହି ଗୋଟିଏ ପ୍ରଶ୍ନରୁ। ଗୋଟେ 300 ଫୁଟ ଉଚ୍ଚ ଗଛ ମାନେ ପାଖାପାଖି ଗୋଟେ 30 ମହଲା କୋଠା ସହିତ ସମାନ, ସେ ପାଣି କେମିତି ପିଏ? ଏତେ ଉଚ୍ଚକୁ ପାଣି କେମିତି ଯାଏ? ତା ପୁଣି ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ। ଏହା ପଛରେ କେଉଁ ବିଜ୍ଞାନ, କେଉଁ ଇଞ୍ଜିନିୟରିଂ କାମ କରୁଛି? ଚାଲନ୍ତୁ ପ୍ରଥମେ ଗଛର ସମାଧାନକୁ ଦେଖିବା। ଏହା ଏକ ନୀରବ, ବିନା କୌଣସି ଶବ୍ଦରେ କାମ କରୁଥିବା ଏକ ଚମତ୍କାର ଉପାୟ। ଆଶ୍ଚର୍ଯ୍ୟର କଥା ହେଲା ଏଠି କୌଣସି ପମ୍ପ ନାହିଁ, କୌଣସି ଶକ୍ତି ଖର୍ଚ୍ଚ ବି ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟଙ୍କ ଶକ୍ତିରେ ଚାଲୁଥିବା ଗୋଟେ ଲିଫ୍ଟ ଭଳି। ପ୍ରକୃତିର କି ଚମତ୍କାର ଇଞ୍ଜିନିୟରିଂ! ଆଉ ଏହି ପୂରା ସିଷ୍ଟମର ଯେଉଁ ମୁଖ୍ୟ ହାଇୱେ ତାହା ହେଉଛି ଜାଇଲେମ୍। ଏମିତି ଭାବନ୍ତୁ ଯେମିତି ହଜାର ହଜାର ସରୁ ସରୁ ଷ୍ଟ୍ରକୁ ଯୋଡ଼ି ଦିଆଯାଇଛି ଯାହା ମୂଳରୁ ପାଣି ଶୋଷି ସିଧା ଗଛର ଶୀର୍ଷରେ ଥିବା ପତ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଆଚ୍ଛା, ତେବେ ପାଣିର ଏହି ଯାତ୍ରା 3ଟା ସରଳ ଷ୍ଟେପ୍ରେ ହୁଏ। ପ୍ରଥମେ ମୂଳ ମାଟିରୁ ପାଣି ଶୋଷେ। ଦ୍ୱିତୀୟରେ ଜାଇଲେମ୍ ଭିତର ଦେଇ ଏହି ପାଣି ଉପରକୁ ଟାଣି ହୋଇଯାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେପ୍ ହେଲା ତୃତୀୟଟି, ପତ୍ରରୁ ପାଣି ବାଷ୍ପ ହୋଇ ଉଡ଼ିଯାଏ। ଏହି ପ୍ରକ୍ରିୟା ହିଁ ଏକ ଶକ୍ତିଶାଳୀ ଟାଣିବା ବା ଶୋଷଣ ଚାପ ସୃଷ୍ଟି କରେ ଯାହା ପୂରା ସିଷ୍ଟମକୁ ଚଢ଼ାଏ। ଏହା କେମିତି ହୁଏ ସେଟା ବୁଝିବାକୁ ଯାଇ ବୈଜ୍ଞାନିକମାନେ ଅନେକ ରିସର୍ଚ୍ଚ କଲେ। ଆଉ ମୁଖ୍ୟତଃ 3ଟା ଥିଓରି ସାମ୍ନାକୁ ଆସିଲା। ଦେଖିଲେ ଜଣାପଡ଼େ କୈଶିକ ଆକର୍ଷଣ ଆଉ ମୂଳଜ ଚାପ। ଏ ଦୁଇଟା ଛୋଟ ଗଛ ପାଇଁ ହୁଏତ କାମ କରିପାରେ, କିନ୍ତୁ ବିଶାଳକାୟ ଗଛ ପାଇଁ ଏହା ଯଥେଷ୍ଟ ନୁହେଁ। ପ୍ରକୃତ ହିରୋ ହେଉଛି କୋହେସନ୍ ଥିଓରି ବା ସଂଶକ୍ତି ତତ୍ତ୍ୱ। ଏହା ଅନୁସାରେ ପତ୍ରରୁ ପାଣି ବାଷ୍ପ ହେବା ଦ୍ୱାରା ଯେଉଁ ଟାଣିବା ବଳ ସୃଷ୍ଟି ହୁଏ ତାହା ପାଣିର ଅଣୁମାନଙ୍କୁ ଏକାଠି ବାନ୍ଧି ଏକ ଅଦୃଶ୍ୟ ପାଣି ଦୌଡ଼ି ତିଆରି କରେ। ଆଉ ଏହି ଦୌଡ଼ି ଏତେ ଶକ୍ତିଶାଳୀ ଯେ ଏହା ଶହ ଶହ ଫୁଟ ଉପରକୁ ଟାଣି ହୋଇଯାଏ। ଆଚ୍ଛା, ତ ଗଛର କଥା ତୁ ଜାଣିଲେ, କିନ୍ତୁ ଏବେ ଆସନ୍ତୁ ଆମ ନିଜ ଶରୀର ଭିତରକୁ ଯିବା। ଏଠାରେ କାହାଣୀଟି ଠିକ୍ ଓଲଟା। ଗଛରେ ସେହି ଧୀର, ନିଷ୍କ୍ରିୟ ପଦ୍ଧତିର ବିପରୀତରେ ମଣିଷ ଶରୀରରେ ଅଛି ଏକ ଦ୍ରୁତ, ଉଚ୍ଚ ଚାପଯୁକ୍ତ ରକ୍ତ ସଞ୍ଚାଳନ ନେଟୱାର୍କ। ଏହା ଏକ ହାଇସ୍ପିଡ୍ ସୁପର ହାଇୱେ ଭଳି ଯେଉଁଠି ଟ୍ରାଫିକ୍ ମିନିଟେ ପାଇଁ ବି ବନ୍ଦ ହୁଏନି। ଆଉ ଏହାକୁ ଚଳାଇବା ପାଇଁ ପ୍ରଚୁର ଶକ୍ତି ଦରକାର। ଏହି ହାଇୱେ ନେଟୱାର୍କର 3ଟି ମୁଖ୍ୟ ଅଂଶ ଅଛି। ଧମନୀ, ଯାହା ହୃତ୍ପିଣ୍ଡର ରକ୍ତକୁ ଦୂରକୁ ନିଏ, ଶିରା, ଯାହା ରକ୍ତକୁ ପୁଣି ହୃତ୍ପିଣ୍ଡ ପାଖକୁ ଫେରେଇ ଆଣେ, ଆଉ ରକ୍ତ କୈଶିକ, ଯାହା ଏତେ ସରୁ ଯେ ସେଠାରେ ହିଁ କୋଷ ସ୍ତରରେ ଅମ୍ଳଜାନ ଓ ପୋଷକ ତତ୍ତ୍ୱର ପ୍ରକୃତ ଆଦାନ ପ୍ରଦାନ ହୁଏ। ଆଉ ଏହି ଅବିଶ୍ୱାସନୀୟ ସିଷ୍ଟମର ପର୍ଦ୍ଦାଫାଶ କରିଥିଲେ ୱିଲିୟମ୍ ହାର୍ଭେ ଆଜକୁ ପ୍ରାୟ 400 ବର୍ଷ ତଳେ। ଏବେ ଯେଉଁ ସଂଖ୍ୟାଟି ଆସୁଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଜଣେ ସାଧାରଣ ମଣିଷ ଶରୀରରେ ଥିବା ସମସ୍ତ ରକ୍ତବାହିନୀଙ୍କୁ ଯଦି ଗୋଟିଏ ଲାଇନରେ ଯୋଡ଼ାଯାଏ ତେବେ ଏହାର ଲମ୍ବ ହେବ ପାଖାପାଖି 96,000 କିଲୋମିଟର। ଏହା ପୃଥିବୀକୁ 2 ଥରରୁ ଅଧିକ ଘେରିପାରିବ। ଭାବିପାରୁଛନ୍ତି? ତ ଏତେ ବଡ଼ ହାଇୱେକୁ ଚଲେଇବା ପାଇଁ ଗୋଟେ ଶକ୍ତିଶାଳୀ ଇଞ୍ଜିନ୍ ତ ଦରକାର, ନୁହେଁ କି? ଆଉ ସେଇ ଇଞ୍ଜିନ୍ ହେଉଛି ଆମର ହୃତ୍ପିଣ୍ଡ। ଏହା ଏକ ଏମିତି ପମ୍ପ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିନା ବିଶ୍ରାମରେ ଦିନରାତି କାମ କରିଚାଲିଥାଏ। ଆମ ଶରୀରର ସିଷ୍ଟମ ବହୁତ ହି ଚତୁର। ଏହା ଡବଲ ସର୍କୁଲେସନ ବା ଦ୍ୱୈତ ସଞ୍ଚାଳନ ବ୍ୟବହାର କରେ। ଏହାର ଅର୍ଥ ହେଲା ଗୋଟିଏ ପୂରା ଚକ୍ରରେ ରକ୍ତ ହୃତ୍ପିଣ୍ଡ ଦେଇ 2 ଥର ଯାଏ। ଥରେ ଶରୀରରୁ ଅମ୍ଳଜାନ ବିହୀନ ରକ୍ତକୁ ଫୁସ୍ଫୁସ୍କୁ ପଠାଇବା ପାଇଁ, ଆଉ ଦ୍ୱିତୀୟ ଥର ଫୁସ୍ଫୁସ୍ରୁ ସେହି ଅମ୍ଳଜାନ ଯୁକ୍ତ ରକ୍ତକୁ ନେଇ ସାରା ଶରୀରକୁ ପମ୍ପ କରିବା ପାଇଁ। ଏହାଦ୍ୱାରା ଶୁଦ୍ଧ ଆଉ ଅଶୁଦ୍ଧ ରକ୍ତ କେବେ ବି ମିଶେ ନାହିଁ। ହୃତ୍ପିଣ୍ଡ ଭିତରେ 4ଟା ଚ୍ୟାମ୍ବର ବା ପ୍ରକୋଷ୍ଠ ଅଛି। ଏହାକୁ ଏମିତି ଭାବିପାରିବେ, ଡାହାଣ ପଟର କାମ ହେଲା ଶରୀରରୁ ଆସୁଥିବା ଅମ୍ଳଜାନ ବିହୀନ ବା ଅଶୁଦ୍ଧ ରକ୍ତକୁ ସମ୍ଭାଳିବା ଆଉ ତାକୁ ଫୁସ୍ଫୁସ୍କୁ ପଠାଇବା। ଆଉ ବାମପଟର କାମ ହେଲା ଫୁସ୍ଫୁସ୍ରୁ ଆସୁଥିବା ଅମ୍ଳଜାନ ଯୁକ୍ତ ବା ଶୁଦ୍ଧ ରକ୍ତକୁ ନେଇ ମହାଧମନୀ ଜରିଆରେ ସାରା ଶରୀରକୁ ପମ୍ପ କରିବା। ରାସ୍ତା ଓ ପମ୍ପ କଥା ତ ହେଲା। ଏବେ ଆସନ୍ତୁ ସେହି ମୂଲ୍ୟବାନ ଜିନିଷ ବିଷୟରେ ଜାଣିବା ଯାହା ଏହି ରାସ୍ତାରେ ପ୍ରବାହିତ ହେଉଛି,
ଆଉ ସେଇଟା ହେଉଛି ଆମ ରକ୍ତ, ଯାହାକୁ ଜୀବନର ନଦୀ କହିଲେ ଭୁଲ ହେବ ନାହିଁ। ଏ କଥାଟା ବହୁତ ଜରୁରୀ ଯେ ରକ୍ତ ହିଁ ଆମ ଶରୀରର ମୁଖ୍ୟ ପରିବହନ ମାଧ୍ୟମ। ଏହା କେବଳ ଅକ୍ସିଜେନ୍ ନୁହେଁ, ବରଂ ଖାଦ୍ୟସାର, ହର୍ମୋନ୍, ଏପରିକି କୋଷରୁ ବାହାରୁଥିବା ଆବର୍ଜନାକୁ ବି ଠିକ୍ ଜାଗାରେ ପହଞ୍ଚାଏ। ଏହା ଏକାଧାରରେ ଡେଲିଭରି ବୟ ଆଉ ସଫାଇ କର୍ମଚାରୀର କାମ କରେ। ରକ୍ତର ଆଉ ଗୋଟେ ଜବରଦସ୍ତ କ୍ୱାଲିଟି ଅଛି, ତାର ନିଜସ୍ୱ ଇମର୍ଜେନ୍ସି ରିପେୟାର ସିଷ୍ଟମ। ଯେତେବେଳେ କେଉଁଠି କଟିଯାଏ ବା କ୍ଷତ ହୁଏ, ସେତେବେଳେ ପ୍ଲାଟିଲେଟ୍ସ ତୁରନ୍ତ କାମରେ ଲାଗିଯାଏ। ଗୋଟେ ଜଟିଳ ଚେନ୍ ରିଆକ୍ସନ୍ ଆରମ୍ଭ ହୁଏ, ଆଉ ଶେଷରେ ଫାଇବ୍ରିନ୍ ନାମକ ସୂତା ଏକ ସୂକ୍ଷ୍ମ ଜାଲ ତିଆରି କରେ। ଏହି ଜାଲରେ ରକ୍ତକଣିକା ଲାଗିଯାଆନ୍ତି, କ୍ଷତ ବନ୍ଦ ହୋଇଯାଏ ଆଉ ରକ୍ତ ବୋହିବା ବନ୍ଦ ହୋଇଯାଏ। କେତେ ଚମତ୍କାର ମେକାନିଜମ୍! କେବଳ ସେତିକି ନୁହେଁ, ଆମ ପ୍ରତ୍ୟେକଙ୍କ ରକ୍ତର ନିଜର ଗୋଟିଏ ଆଇଡି କାର୍ଡ ବା ପରିଚୟ ପତ୍ର ବି ଅଛି। ଏହା ହିଁ ଆମ ଶରୀରକୁ ବାହାରର ରକ୍ତକୁ ଚିହ୍ନିବାରେ ସାହାଯ୍ୟ କରେ, ଆଉ ଆମେ ଏହାକୁ ସାଧାରଣ ଭାଷାରେ ବ୍ଲଡ୍ ଗ୍ରୁପ୍ ବା ରକ୍ତବର୍ଗ ବୋଲି କହୁ। ମୁଖ୍ୟତଃ ଆମେ 4 ପ୍ରକାରର ବ୍ଲଡ୍ ଗ୍ରୁପ୍ ବିଷୟରେ ଜାଣୁ: ଏ, ବି, এবি ଆଉ ଓ। ଏହି ପରିଚୟ ପତ୍ର 2ଟି ଜିନିଷ ଦ୍ୱାରା ତିଆରି। ପ୍ରଥମଟି ହେଲା ଆମ ଲୋହିତ ରକ୍ତକଣିକା ଉପରେ ଥିବା ଆଣ୍ଟିଜେନ୍ ନାମକ ଏକ ବିଶେଷ ଚିହ୍ନ, ଆଉ ଦ୍ୱିତୀୟଟି ହେଲା ରକ୍ତରସରେ ଥିବା ଆଣ୍ଟିବଡି ନାମକ ସୁରକ୍ଷାକାରୀ। ଏହି ସାରଣୀରେ ଦେଖନ୍ତୁ, ଓ ଗ୍ରୁପର କୋଷ ଉପରେ କୌଣସି ଆଣ୍ଟିଜେନ୍ ବା ଚିହ୍ନ ନଥାଏ, ସେଥିପାଇଁ ତାହା ଯେକୌଣସି ଶରୀରରେ ଫିଟ୍ ହୋଇଯାଏ। ତେଣୁ ଓ ହେଉଛି ୟୁନିଭର୍ସାଲ ଡୋନର ବା ସାର୍ବଜନୀନ ଦାତା। ଠିକ୍ ସେହିପରି এবି ଗ୍ରୁପର ରକ୍ତରସରେ କୌଣସି ଆଣ୍ଟିବଡି ନଥାଏ, ତେଣୁ ସେମାନେ ସମସ୍ତଙ୍କଠାରୁ ରକ୍ତ ନେଇପାରନ୍ତି, ଆଉ ସେମାନେ ହେଲେ ୟୁନିଭର୍ସାଲ ରିସିପିଏଣ୍ଟ ବା ସାର୍ବଜନୀନ ଗ୍ରହୀତା। ତେବେ କ'ଣ କାହାଣୀ ଏଇଠି ଶେଷ? ନା, ଆଦୌ ନୁହେଁ। ଏବିଓ ଆଉ ଆର୍ଏଚ୍ ଫ୍ୟାକ୍ଟର ଛଡ଼ା ବି ଆମ ରକ୍ତରେ ଆହୁରି କେତେ ଯେ ରହସ୍ୟ ଲୁଚି ରହିଛି, ତାର ହିସାବ ନାହିଁ। ଆମେ କେବଳ ତାର କିଛି ଅଂଶ ଜାଣିବା ଆରମ୍ଭ କରିଛେ। ଭବିଷ୍ୟତରେ ଜୀବନର ଏହି ନଦୀ ବିଷୟରେ ଆଉ କ'ଣ ସବୁ ନୂଆ ତଥ୍ୟ ଆବିଷ୍କାର ହୋଇପାରିବ, ଏହି ପ୍ରଶ୍ନ ହିଁ ବିଜ୍ଞାନକୁ ସବୁବେଳେ ଆଗକୁ ନେଇ ଚାଲିବ।